ଭାରି ଜଣଙ୍କୁ ମିଶେଇବେ ନ ମିଶେଇବେ ସେ ଦଳ କଥା ଯିଏ ରାଜନୀତିରେ ଅଛି ସେ କହିବ। ମୁଁ ତ ରାଜନୀତିରେ ନାହିଁ, ବ୍ୟକ୍ତିଗତ କଥା ମୁଁ କାହିଁକି କଣ, ମୁଁ ତ ଆମେ କରୁଛୁ କୃଷକ ସଂଗଠନ କରୁଛୁ ଆଉ ସାରା ଓଡିଶାର କୃଷକ ସଂଗଠନ କରୁଛୁ, ଶ୍ରମିକ ସଂଗଠନ କରୁଛୁ। ଆପଣ ଜାଣିନାହାନ୍ତି ମୁଁ ଓଡିଶା କୃଷକ କିଷାନ ଭାରତୀୟ କିଷାନ ସଂଗଠନର ମୁଁ ଅଛି, ଓଡିଶା ପ୍ରେସିଡେଣ୍ଟ ଅଛି, ଶାଖାର ପ୍ରେସିଡେଣ୍ଟ ଅଛି, ମୁଁ ଆଡଭାଇଜର ଅଛି। ମୁଁ ତ ଦଳରେ ନାହିଁ ମୂଳରୁ। ଯିଏ ସିନା ବହିଷ୍କୃତ ଯିଏ ଆଶା ଥିବ ସେ ବହିଷ୍କୃତ ହେଲେ ସସ୍ପେଣ୍ଡ ହେଲେ ହଁ ସେ ଆଶା ଥିବ ଯେ ସେ ଆଗକୁ, ମୁଁ ତ ରିଜାଇନ୍ କରିସାରିଛି। ଦଳ ସହିତ କଣ ସମ୍ଭବ ମୋର? କିଏ ବହିଷ୍କୃତ ହେଲେ ମଧ୍ୟ ମୁଁ ଯଦି ହଁ ବହିଷ୍କୃତ ପଇସା ଆଗେ ରଖନ୍ତୁ, ବହିଷ୍କୃତ କରନ୍ତୁ ଆପଣଙ୍କ କଥାରେ, ମୁଁ ତାପରେ ରିଜାଇନ୍ କରିଛି। ତେଣୁ ଆଉ ମୋର ଦଳ ସହିତ କଣ ଅଛି? ଯିଏ ବହିଷ୍କୃତ କରିକି ରହିଥାନ୍ତା ଆଉ କିଛି କରିନଥାନ୍ତା, ରିଜାଇନ୍ କରିନଥାନ୍ତା କି ଅମୁକ କରିନଥାନ୍ତା, ମୁଁ ଆଗେ ରିଜାଇନ୍ କରିଛି କି ଆଗେ କରିଛି ସେ ଭିନ୍ନ କଥା। ଜଣେ ଦଳ ସେ ଦଳ ସହିତ ଯଦି କିଛି ଆସକ୍ତି ଥିବ କି ସେ ସସ୍ପେଣ୍ଡ କଲେ ସେ ରହିଥିବ, ଅନୁଭବ କରିଥିବ ସବୁ କଥା କି ଅନ୍ୟ କଥା। ମୋର ତ କୌଣସି ରାଜନୈତିକ ଦଳ ସହିତ ଆସକ୍ତି ନାହିଁ କି ମୁଁ କୌଣସି ରାଜନୀତି ଦଳ ନାହିଁ। ପଲିଟିକାଲ ମୁଁ ତ ଆଇଡିଓଲୋଜିକାଲ ଜିନିଷରେ ମୁଁ ଅଛି। ମୁଁ ଯୋଉ କରୁଥିଲି ଆଗରୁ ଶ୍ରମିକ କଥା କଥା କହୁଥିଲି, ମୁଁ ସେ କଥାରେ ଅଛି। ମୋର କଣ ପଲିଟିକାଲ ଇଏ ନାହିଁ, କୌଣସି ପଲିଟିକାଲ ଦଳ ସହିତ ମୁଁ ସମ୍ପୃକ୍ତ ନାହିଁ। ମୋର କୌଣସି ଥିଲେ ହଁ ମୁଁ କୋଉ ଦଳକୁ ଯାଇଥାନ୍ତି କି କଣ ଯାଇଥାନ୍ତି, ମୁଁ ତ ସେ କୌଣସି ଦଳ ସହିତ ଯାଉନି ନା। ଜଣେ ଆଇଡିଓଲୋଜିକାଲ ଜିନିଷରେ ଆମେ ଅଛୁ ଅଛି, ଆମେ ତ ଏଇ ଯୋଉ ବ୍ୟକ୍ତିଗତ ଜିନିଷଟା ନାହୁଁ ନା। ତେଣୁ ରାଜନୀତି ସହିତ କିଛି ସମ୍ପର୍କ ଆମର ନାହିଁ। ସିଏ କହିଲେ ବହିଷ୍କୃତ, ମୁଁ କହିଲି ମୁଁ ରିଜାଇନ୍ କରିଛି।